ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ମତଦାନ। ଗଜପତି ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଏବଂ ମୋହନାଠାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି। ଏହି ନିର୍ବାଚନ ଅବସରରେ ଅନୁଷ୍ଠିତ ମତଦାନ ପୂର୍ବରୁ ଜିଲ୍ଲାର ସମସ୍ତ ମତଦାନ କେନ୍ଦ୍ରଠାରେ ଆଜି ପ୍ରଥମେ ମକପୋଲ କାର୍ଯ୍ୟକ୍ରମ ପୋଲିଂ ଅଫିସର ଓ ସମସ୍ତ ଏଜେଣ୍ଟମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ପରେ ସକାଳ 7ଟା ଠାରୁ ସମସ୍ତ ମତଦାନ କେନ୍ଦ୍ରମାନଙ୍କରେ ମତଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଗ୍ରୀଷ୍ମ ପ୍ରବାହର ପ୍ରକୋପ ପ୍ରତି ଦୃଷ୍ଟିରେ ରଖି ଭୋଟରମାନେ ସକାଳ 7ଟା ଠାରୁ ସ୍ୱ ଇଚ୍ଛାରେ ଆସି ଲମ୍ବା ଧାଡ଼ିରେ ଠିଆ ହୋଇ ଭୋଟ ନିଜର ମନପସନ୍ଦ ପ୍ରାର୍ଥୀଙ୍କୁ ବାଛି ଭୋଟ ଦେଇଥିଲେ। ଆଜି ଗଜପତି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାଠାରେ ଥିବା ମୋଟ 4,58,228 ଜଣ ଭୋଟର ଉଭୟ ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ କରୁଥିବା 17 ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ପୂର୍ବକ ବ୍ୟାଲଟ ବକ୍ସ ତଥା ଭୋଟିଂ ମେସିନରେ ଭର୍ତ୍ତି ହୋଇ ରହିଛି, ଯାହାକି ଆସନ୍ତା ମାସ ଜୁନ୍ 4 ତାରିଖ ଦିନ ଗଣତି ବେଳେ ଜଣାପଡ଼ିବ। ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ମୋଟ 573ଟି ମତଦାନ କେନ୍ଦ୍ର ରହିଥିବା ବେଳେ କେବଳ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ 57ଟି ସଖୀ ମତଦାନ କେନ୍ଦ୍ର ରହିଛି। ଏହି ମତଦାନ କେନ୍ଦ୍ରମାନଙ୍କରେ କେବଳ ମହିଳାମାନେ ମତଦାନ କାର୍ଯ୍ୟ ପରିଚାଳନା କରିଥିଲେ। ସମସ୍ତ ମତଦାନ କେନ୍ଦ୍ରମାନଙ୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନୀୟ ଜଳ, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା, ସିସି କ୍ୟାମେରା, ବିଦ୍ୟୁତ, ସ୍ୱେଚ୍ଛାସେବୀ ଓ ଏନ୍ସିସି କ୍ୟାଡେଟ୍ ପ୍ରଭୃତି ଆନୁଷଙ୍ଗିକ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ମତଦାନ ସମୟରେ ପ୍ରାୟତଃ ସମସ୍ତ ବୁଥମାନଙ୍କରେ ମହିଳା ଭୋଟରମାନଙ୍କର ଲମ୍ବା ଧାଡ଼ି ରହିଥିଲା। ଏଥିସହ ବହୁ ନୂତନ ଭୋଟର ଏହି ନିର୍ବାଚନ ପର୍ବରେ ସାମିଲ ହୋଇ ଉତ୍ସାହିତ ଥିବା ସହ ପ୍ରଥମ କରି ଭୋଟ ଦେଉଥିବା ଯୋଗୁଁ ସେମାନେ ବହୁତ ଖୁସି ଥିବା କହିଥିଲେ। ଏହି ନିର୍ବାଚନ ମତଦାନ ସମୟ ମୋହନା ନିର୍ବାଚନ ମଣ୍ଡଳୀରେ ଏହା ସକାଳ 7ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ 4ଟା ପର୍ଯ୍ୟନ୍ତ ଏବଂ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଏହା ସକାଳ 7ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୋହନା ନିର୍ବାଚନ ମଣ୍ଡଳୀରେ ଅପରାହ୍ନ 4ଟା ବେଳେ ମତଦାନ କାର୍ଯ୍ୟ ସମ୍ପନ୍ନ ହୋଇ ମତଦାନ ହାର ସେଠାରେ 63.25% ରହିଥିବା ବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସନ୍ଧ୍ୟା 5ଟା ସୁଦ୍ଧା ମତଦାନ ହାର 64.23% ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାଯାଇଛି। ଡେମୋକ୍ରେଟିକ୍ ଇଏରେ ଯାହାର ସମସ୍ତଙ୍କର ହକ୍ ଅଛି, ସମସ୍ତଙ୍କର ରାଇଟ୍ ଅଛି ଟୁ କାଷ୍ଟ ଦେୟାର ଭୋଟ୍, ଟୁ କାଷ୍ଟ ଦେୟାର ଫ୍ରାଞ୍ଚାଇଜ୍ ଇଣ୍ଡିପେଣ୍ଡେଣ୍ଟଲି ଆଣ୍ଡ ଫ୍ରିଲି। ସେଇ ହିସାବରେ ମୋର ଭୋଟ୍ ମୁଁ ନିଜ ଗାଁକୁ ଆସିକି ମୋର ସଭ୍ୟ ଭୋଟ୍ଟା ଦେଇକି ମୁଁ ବହୁତ ଖୁସି ଲାଗୁଛି। ସ୍ୱତନ୍ତ୍ର ରାଷ୍ଟ୍ରରେ ଭୋଟ ଦେବାର ଆମର ଗୋଟେ ମୌଳିକ ଅଧିକାର, ସେଇଟା ପାଇଁ ଫାର୍ଷ୍ଟ ଟାଇମ୍ ମୁଁ ଭୋଟ ଦେବାକୁ ଆସିଛି। ଆଉ ଭୋଟ ଦେବା ପାଇଁ ଆସିବାରୁ ମାନେ ଖୁସି ଲାଗୁଛି, ବହୁତ ଖୁସି ଲାଗୁଛି। ମୁଁ ପ୍ରଥମ ଥର ଭୋଟ ଦଉଛି, ନିଜ ଇଚ୍ଛାରେ ନିଜ ଖୁସିରେ ପ୍ରଥମ ଥର ନିଜ ପ୍ରତିନିଧି ବାଛିବା ପାଇଁ ମତେ ଗୋଟେ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅଛି। ଆପଣମାନେ ବି ନିଶ୍ଚିତ ଭାବରେ ଭୋଟ ଦିଅନ୍ତୁ ଆଉ ନିଜ ପ୍ରତିନିଧି ବାଛିକି ନିଜ ଅଞ୍ଚଳର ଭଲ ପାଇଁ ବୋଲି କିଛି ଗୋଟେ କାର୍ଯ୍ୟ କରିବା ପାଇଁ ବୋଲି ଆମକୁ ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସି ଅଛି। ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀଙ୍କ ରିପୋର୍ଟ, ମାନବାଧିକାର ନ୍ୟୁଜ୍ ଇଣ୍ଡିଆ।